ଥାର୍ଡ଼ ସେମିଷ୍ଟାର MDC ପେପରର କଳା ବିଷୟ ଓ ସାହିତ୍ୟ ଉପରେ ପରୀକ୍ଷା ଉପଯୋଗୀ କେତେକ ସଂକ୍ଷିପ୍ତ ପ୍ରଶ୍ନ ଉତ୍ତର, ଯାହା ସାହିତ୍ୟ ଓ ଦର୍ଶନ, ସାହିତ୍ୟ ଓ ସମାଜକୁ ନେଇ ପ୍ରସ୍ତୁତ କରାଯାଇଛି। ପ୍ରଥମ ପ୍ରଶ୍ନଟି ହେଉଛି, ସାହିତ୍ୟ ଶବ୍ଦର ନିଷ୍ପନ୍ନ କେମିତି? ସହିତ ଯୁକ୍ତ ଜ ବା ସହିତ ଯୁକ୍ତ ଯତ୍ ସମାନ ସାହିତ୍ୟ। ସାହିତ୍ୟ କ'ଣ? ସହିତ ଜ ଅର୍ଥାତ୍ ଯାହା ହିତ ସାଧନ କରେ ତାହା ସାହିତ୍ୟ। ସାହିତ୍ୟ ଦର୍ପଣର ସ୍ରଷ୍ଟା କିଏ? ସାହିତ୍ୟ ଦର୍ପଣର ସ୍ରଷ୍ଟା ହେଉଛନ୍ତି ବିଶ୍ୱନାଥ କବିରାଜ। ରୀତିରାତ୍ମା କାବ୍ୟସ୍ୟ ଏହା କାହାର ଉକ୍ତି? ଆଚାର୍ଯ୍ୟ ବାମନଙ୍କ ଉକ୍ତି। ନାଟ୍ୟଶାସ୍ତ୍ରର ପ୍ରଣେତା କିଏ? ନାଟ୍ୟଶାସ୍ତ୍ରର ପ୍ରଣେତା ଭରତ ମୁନି। Poetry is the spontaneous overflow powerful feeling ଏହା କିଏ କହିଥିଲେ? ଏହା ওয়ার্ডসওয়ার্থ କହିଥିଲେ। মরিতে চাই না আমি সুন্দর ভুবনে, মানুষের মাটে ଆମେ ବଞ୍ଚିବାର ଚାଇ। ଏହା କାହାର ଉକ୍ତି ଥିଲା? ଏହା ରବୀନ୍ଦ୍ରନାଥ ଟାଗୋରଙ୍କ ଉକ୍ତି ଥିଲା। ଚତୁର୍ବର୍ଗ ଫଳ କ'ଣ? ଧର୍ମ, ଅର୍ଥ, କାମ, ମୋକ୍ଷ ହେଉଛି ଚତୁର୍ବର୍ଗ ଫଳ। ଓଡ଼ିଆ ସାହିତ୍ୟର ପ୍ରଥମ ଗଳ୍ପ କ'ଣ? ଓଡ଼ିଆ ସାହିତ୍ୟର ପ୍ରଥମ ଗଳ୍ପ ରେବତୀ। ଆର୍ଟ ଫର୍ ଆର୍ଟ's sake ର ଅର୍ଥ କ'ଣ? କଳା ପାଇଁ କଳା ହେଉଛି ଆର୍ଟ ଫର୍ ଆର୍ଟ's sake ର ଅର୍ଥ। ସହିତ ଶବ୍ଦର ଅର୍ଥ କ'ଣ? ସହିତ ଶବ୍ଦର ଅର୍ଥ ମିଳନ। Poetry is the best word in the best order ଏହା କାହାର ଉକ୍ତି? ଏହା କଲରିଜଙ୍କ ଉକ୍ତି। ଓଡ଼ିଆ ସାହିତ୍ୟର ପ୍ରଥମ ଉପନ୍ୟାସର ନାମ କ'ଣ? ଓଡ଼ିଆ ସାହିତ୍ୟର ପ୍ରଥମ ଉପନ୍ୟାସର ନାମ ପଦ୍ମମାଳୀ। ଓଡ଼ିଆ ସାହିତ୍ୟର ଯୁଗସ୍ରଷ୍ଟା କିଏ? ରାଧାନାଥ ରାୟ ହେଉଛନ୍ତି ଓଡ଼ିଆ ସାହିତ୍ୟର ଯୁଗସ୍ରଷ୍ଟା। ଗୋପୀନାଥ ମହାନ୍ତିଙ୍କ ଦୁଇଟି ସାମାଜିକ ଉପନ୍ୟାସ କ'ଣ? ଦିଗ ଦିହୁଡ଼ି ଓ ଦାନାପାଣି ଦୁଇଟି ସାମାଜିକ ଉପନ୍ୟାସ। ଫକୀରମୋହନ ସେନାପତିଙ୍କ ଦୁଇଟି ସାମାଜିକ ଉପନ୍ୟାସ ଛଅମାଣ ଆଠଗୁଣ୍ଠ ଓ ମାମୁଁ ହେଉଛି ଫକୀରମୋହନ ସେନାପତିଙ୍କ ଦୁଇଟି ସାମାଜିକ ଉପନ୍ୟାସ। ଦର୍ଶନ ଶବ୍ଦଟି କେଉଁ ଶବ୍ଦରୁ ସୃଷ୍ଟି? ଦୃଶ୍ ଶବ୍ଦରୁ ଦର୍ଶନ ଶବ୍ଦଟି ସୃଷ୍ଟି। ଦର୍ଶନ ଶବ୍ଦର ଇଂରାଜୀ ପରିଭାଷା କ'ଣ? ଫିଲୋସଫି ହେଉଛି ଦର୍ଶନ ଶବ୍ଦର ଇଂରାଜୀ ପରିଭାଷା। ଫିଲୋସଫି ଶବ୍ଦଟି କେଉଁ ଶବ୍ଦରୁ ସୃଷ୍ଟି? ଫିଲୋସ୍ ଏବଂ ସୋଫିଆ ଦୁଇଟି ଗ୍ରୀକ୍ ଶବ୍ଦରୁ ଫିଲୋସଫି ଶବ୍ଦଟି ସୃଷ୍ଟି। ଦର୍ଶନ କ'ଣ? ଦର୍ଶନ ହେଉଛି ଏମିତି ଏକ ଜ୍ଞାନ ଯାହା ଯୁକ୍ତିତର୍କର ଏକ ନିର୍ଯ୍ୟାସ। ଦର୍ଶନ ହେଉଛି ଜ୍ଞାନର ବିଜ୍ଞାନ ଏହା କିଏ କହିଥିଲେ? ଏହାକୁ ପିଚଟେ କହିଥିଲେ। ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ମତରେ
ଦର୍ଶନ କ'ଣ? ଦର୍ଶନ ହେଉଛି ବାସ୍ତବତା ସମ୍ପର୍କରେ ଏକ ଯୁକ୍ତିଯୁକ୍ତ ସମସ୍ୟା। ଜ୍ଞାନତତ୍ତ୍ୱର ଇଂରାଜୀ ପରିଭାଷା କ'ଣ? ଏପିଷ୍ଟମୋଲୋଜି ହେଉଛି ଜ୍ଞାନତତ୍ତ୍ୱର ଇଂରାଜୀ ପରିଭାଷା। କର୍ମତତ୍ତ୍ୱ କ'ଣ? କର୍ମ ଅନୁଯାୟୀ ଫଳ ପ୍ରାପ୍ତିକୁ କର୍ମବାଦ କହନ୍ତି। କର୍ମକୁ କେତେ ଭାଗରେ ବିଭକ୍ତ କରାଯାଇଛି ଓ ସେଗୁଡ଼ିକ କ'ଣ? କର୍ମକୁ 3 ଭାଗରେ ବିଭକ୍ତ କରାଯାଇଛି। ପ୍ରାକ୍ତନ କର୍ମ, ପ୍ରାରବ୍ଧ କର୍ମ, କ୍ରିୟମାଣ କର୍ମ। ପ୍ରାକ୍ତନ କର୍ମ କ'ଣ? ଯେଉଁ କର୍ମର ଫଳଭୋଗ ହୋଇନାହିଁ ତାହାକୁ ପ୍ରାକ୍ତନ କର୍ମ କହନ୍ତି। ପ୍ରାରବ୍ଧ କର୍ମ କ'ଣ? ଯେଉଁ କର୍ମର ଫଳଭୋଗ ଆରମ୍ଭ ହୋଇଛି ତାହାକୁ ପ୍ରାରବ୍ଧ କର୍ମ କହନ୍ତି। କ୍ରିୟମାଣ କର୍ମ କ'ଣ? ଜୀବନରେ କରିଚାଲିଥିବା କର୍ମକୁ କ୍ରିୟମାଣ କର୍ମ କହନ୍ତି। କେଉଁ କର୍ମର ଫଳଭୋଗ ହୁଏ ନାହିଁ? ନିଷ୍କାମ କର୍ମର ଫଳଭୋଗ ହୁଏ ନାହିଁ। ମୋକ୍ଷ କ'ଣ? ସମସ୍ତ ଦୁଃଖ ଯନ୍ତ୍ରଣାରୁ ମୁକ୍ତିକୁ ମୋକ୍ଷ କହନ୍ତି ସାଂଖ୍ୟ ଦର୍ଶନ ଆଧାରରେ। ଧନ୍ୟବାଦ।